राज्य सरकारଙ୍କ बड़ घोषणा मार्च 31 ପରେ ଏମାନଙ୍କୁ ମିଳିବନି ପେଟ୍ରୋଲ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ମାର୍ଚ୍ଚ 31 ପରେ ଆଉ ଏମାନଙ୍କୁ ମିଳିବନି ପେଟ୍ରୋଲ, ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। 15 ବର୍ଷରୁ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ 10 ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସହରରେ ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ନିୟମ ଅନୁଯାୟୀ ନିଷିଦ୍ଧ ଗାଡ଼ିଗୁଡ଼ିକୁ ଜବତ କରାଯିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାର 31 ମାର୍ଚ୍ଚ ପରେ ସହରର ପେଟ୍ରୋଲ ପମ୍ପଗୁଡ଼ିକରେ 15 ବର୍ଷରୁ ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଯୋଗାଇବା ବନ୍ଦ କରିବ। ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ଅଧିକାରୀଙ୍କ ସହ ଏକ ବୈଠକ ପରେ ସିରସା କହିଛନ୍ତି ଯେ ସରକାର ଯାନବାହନ ନିର୍ଗମନ ଏବଂ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି। ପୁରୁଣା ଯାନବାହନ ଚିହ୍ନଟ କରିବାରେ ସ୍ମାର୍ଟ ଗ୍ୟାଜେଟ୍ ସାହାଯ୍ୟ କରିବ। ବୈଠକରେ ପୁରୁଣା ଯାନବାହନ ଉପରେ ନିଷେଧ, ବାଧ୍ୟତାମୂଳକ ଧୂଆଁ ବିରୋଧୀ ପଦକ୍ଷେପ ଏବଂ ବିଦ୍ୟୁତ୍ ସାର୍ବଜନୀନ ପରିବହନକୁ ସ୍ଥାନାନ୍ତର ସମେତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ଉପରେ ଧ୍ୟାନ ଦିଆଯାଇଥିଲା। ବୈଠକ ପରେ ସିରସା କହିଛନ୍ତି, ଆମେ ପେଟ୍ରୋଲ ପମ୍ପଗୁଡ଼ିକରେ ଏପରି ଗ୍ୟାଜେଟ୍ ସ୍ଥାପନ କରୁଛୁ ଯାହା 15 ବର୍ଷରୁ ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରିବ ଏବଂ ସେମାନଙ୍କୁ କୌଣସି ଇନ୍ଧନ ଦିଆଯିବ ନାହିଁ। ସେ କହିଛନ୍ତି ଯେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ବିଷୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟକୁ ଜଣାଇବେ। ପୁରୁଣା ଯାନବାହନକୁ ଇନ୍ଧନ ଯୋଗାଣ ଉପରେ କଟକଣା ଲଗାଇବା ବ୍ୟତୀତ ବାୟୁ ପ୍ରଦୂଷଣ ସ୍ତର ହ୍ରାସ କରିବା ପାଇଁ ରାଜଧାନୀର ସମସ୍ତ ଉଚ୍ଚା କୋଠା, ହୋଟେଲ ଏବଂ ବାଣିଜ୍ୟିକ କମ୍ପ୍ଲେକ୍ସ ପାଇଁ ଧୂଆଁ ନିରୋଧୀ ସାଇଲେନ୍ସର ସ୍ଥାପନ କରିବା ବାଧ୍ୟତାମୂଳକ। ଏହି ଘୋଷଣାଗୁଡ଼ିକ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ ଭାବରେ ଆସିଛି, ଯାହା ସହରବାସୀଙ୍କ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ। ଏହି ନିୟମ ଦିଲ୍ଲୀରେ ସଫଳତାର ସହ କାର୍ଯ୍ୟକାରୀ ହେଲା ପରେ ଅନ୍ୟ ରାଜ୍ୟରେ ଲାଗୁ ହେବ ବୋଲି ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ବୋ।